ଭାଲୁ ଆକ୍ରମଣରେ ନକ୍ସରୀ ଜଗୁଆଲି ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି। ସୂଚନା ମୁତାବକ ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଅନ୍ତର୍ଗତ ପଲସାଗୋରାଠାରେ ଏକ ଜଙ୍ଗଲୀ ଭାଲୁ ଆତଙ୍କ ଖେଳାଇଥିବା ବେଳେ ଭାଲୁ ଆକ୍ରମଣରେ ବନ ବିଭାଗରେ କାର୍ଯ୍ୟରତ ଜଣେ ନର୍ସରୀ ଜଗୁଆଲି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ବନ ବିଭାଗ ଗାଡ଼ିରେ ନେଇ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ପଲସାଗୋରା ନିକଟସ୍ଥ ହରିଟାକଣା ଜଙ୍ଗଲ ପଟୁ ଏକ ଭାଲୁ ଚାଲି ଆସିଥିଲା। ଭାଲୁକୁ ଆଜି ପଲସାଗୋରା ଶିଶୁ ମନ୍ଦିର ନିକଟରେ ଦେଖିବାକୁ ମିଳିଥିଲା। କିଛି ଛାତ୍ରଛାତ୍ରୀମାନେ ଦେଖି ଭୟରେ ଶ୍ରେଣୀକକ୍ଷ ମଧ୍ୟକୁ ପଶି ଯାଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀମାନେ ଭାଲୁକୁ ଘଉଡ଼ାଇବା ପାଇଁ ଆସିଥିବା ବେଳେ ଗୋପାଳମାଲ ନର୍ସରୀ ଜଗୁଆଲି କ୍ଷମାନିଧି ଝିବେଲା ଭାଲୁ ଆକ୍ରମଣରେ ଶିକାର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସୋନପୁର ଡାକ୍ତରଖାନା ନେଇଥିଲେ। ଘଟଣାସ୍ଥଳରେ କଣ୍ଟାମାଲ ବନାଞ୍ଚଳ ଅଧିକାରୀ ଜୟକୃଷ୍ଣ ପଟ୍ଟନାୟକ, ବନପାଲ ଶ୍ରୀମତୀ ବୁଲ୍ଲୀ ବେହେରା, ବନରକ୍ଷୀ ସୁନୀଲ କୁମାର ପ୍ରଧାନ, ଜ୍ୟୋତିରଞ୍ଜନ ବାରିକଙ୍କ ସମେତ ଅନ୍ୟ ବନ କର୍ମଚାରୀମାନେ ଉପସ୍ଥିତ ରହି ଜଙ୍ଗଲୀ ଭାଲୁ ଘଉଡ଼ାଇବାରେ ସହଯୋଗ କରିଥିଲେ।